ନମସ୍କାର। ନୀଳିମା କିଚେନକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ସୁନ୍ଦରୀ ଖିରସା ପାଟିସାପଟା ପିଠା ରେସିପି। ଏ ପିଠା ସାନଠୁ ବଡ଼ ସମସ୍ତଙ୍କର ବହୁତ ପସନ୍ଦ ଆଉ ତିଆରି କରିବା ଏକଦମ ସହଜ। ତେବେ ଭିଡ଼ିଓଟିକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ। ତେବେ ଚାଲନ୍ତୁ ନା ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର ଏହି ମଜାଦାର ସୁନ୍ଦରୀ ଖିରସା ପାଟିସାପଟା ପିଠା ରେସିପି। ଏଠି ଦେଖନ୍ତୁ ଅଲରେଡ଼ି ମୁଁ ଗୋଟେ ଗିନାରେ ଗୋଟେ କପ୍ ଅରୁଆ ଚାଉଳକୁ ପାଖାପାଖି ଅଧଘଣ୍ଟା ପାଇଁ ପାଣିରେ ଭିଜେଇ ରଖିଥିଲି। ଆଉ ଚାଉଳଟା ବି ସୁନ୍ଦର ଭାବରେ ବତୁରେଇ ଯାଇଛି। ଯେହେତୁ ଅରୁଆ ଚାଉଳ ଜଲ୍ଦି ବତୁରେଇ ଯିବ। ଏବେ ଏହାକୁ ପରିଷ୍କାର ଭାବରେ ଆଗ ଧୋଇ ନେବା, ତାପରେ ଏକଦମ ଚିକ୍କଣ ଭାବରେ ଗ୍ରାଇଣ୍ଡ କରିନେବା। ଧୋଇ ନେଲା ପରେ ଏବେ ଦେଇଦେବା ଗ୍ରାଇଣ୍ଡ ଜାରରେ। ମୁଁ ଏଠି ଛୋଟ ଜାରଟା ନେଇଛି, ଆଧିରେ କିନ୍ତୁ ଚିକ୍କଣ ଭାବରେ ବଟା ହେଇଯିବ। ତ ଚାଉଳକୁ ଆଗ ବାଟି ନେବା। ଏବେ ଗ୍ୟାସ୍ ଅନ୍ କରି ବସେଇ ନେବା ଗୋଟେ କଡ଼େଇ। କଡ଼େଇରେ ଦେଇଦେବା କ୍ଷୀର। ଏ କ୍ଷୀରଟା ମୁଁ ଆଗରୁ ସିଝେଇକି ରଖିଥିଲି। ଏଠି 2 ଲିଟର କ୍ଷୀର। ଦେଖନ୍ତୁ କ୍ଷୀରଟା କିନ୍ତୁ ଭଲ ଭାବରେ ସିଝି ଯାଇଛି, ଅଧାରୁ ଆହୁରି ଟିକେ କମିଯାଇଛି। କେତେଟା ବହଳିଆ ଦେଖନ୍ତୁ କ୍ଷୀରଟା, ଜାଣିପାରିଥିବେ। ଆଉ ଯେହେତୁ କ୍ଷୀର ତିଆରି କରିବାକୁ ହେବ, ସେଇ ସକାଶେ ମୁଁ ଆଗରୁ ହିଁ କ୍ଷୀରଟାକୁ ସିଝେଇକି ରଖିଥିଲି। ଏବେ ଦେଖନ୍ତୁ କ୍ଷୀରରେ ଧୀରେ ଧୀରେ କିନ୍ତୁ ବବଲ୍ସ ଆସିଲାଣି। ଏବେ ଆଧିରେ ଦେଇଦେବା ଗୁଡ଼। ମୁଁ ଏଠି ଅଧ କପ୍ ଗୁଡ଼ ପକାଇବି। ମିଠାଟା ଯେ ଯେମିତି ଖାଇବାକୁ ପସନ୍ଦ କରନ୍ତି ସେଇ ଅନୁସାରେ ମିଠାଟାକୁ ପକାଇବେ। ତ ମୁଁ ଏଠି ଅଧ କପ୍ରୁ ଟିକେ କମ୍ କ୍ଷୀର ପକାଉଛି। ମିଠାଟା ଟିକେ କମ୍ ହେଲେ ମୋତେ କିନ୍ତୁ ଭଲ ଲାଗେ ପିଠାଟା। ଆମ ଘରେ କିନ୍ତୁ ସମସ୍ତଙ୍କର ମିଠା ଟିକେ କମ୍ ହିଁ ପସନ୍ଦ। ତ ମୁଁ ଅଳ୍ପ ଗୁଡ଼ ପକାଇଲି, ଅଧା କପ୍ରୁ ଟିକେ କମ୍। ଏବେ ଦେଖନ୍ତୁ କଲର୍ଟା ବି ବହୁତ ସୁନ୍ଦର ଚେଞ୍ଜ ହେଇଗଲାଣି। ଏ କିନ୍ତୁ ଯେତେ ମରିବ ଏର କଲର୍ ବି ଚେଞ୍ଜ ହେଇଯିବ। ଆରି ଭିତରେ ଦେଖନ୍ତୁ ଚାଉଳଟାକୁ ମୁଁ ସୁନ୍ଦର ଭାବରେ ବାଟି ନେଇଛି। ଆଉ ଏକଦମ ସ୍ମୁଥ୍ ବନେଇଛି ଚାଉଳ। ଠିକ୍ ଏଇଭଳି ଭାବରେ ହିଁ ହେବ ପାଟିସାପଟା ପିଠା ପାଇଁ। ଏବେ ଆଧରେ ଗୋଟେ କପ୍ ମଇଦାକୁ ଢାଳି ନେବା। ଗୋଟେ କପ୍ରୁ ଅଳ୍ପ ଟିକେ କମ୍ ନେଇଛି। ଏବେ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ ଏବେ ଆଧରେ ଦେଇଦେବା ପାଣି। ଶୁଖିଲା ହେଇଗଲାଣି। ପାଣି ଏଠି ଗୋଟେ କପ୍ ନେଇଛି, ଯେତିକି ଯିବ ଢାଳି ନେବା ଆଗ ପାଣି। ଗୋଟେ କପ୍ ନେଇଥିଲି, ଅଳ୍ପ ଟିକେ ରଖିଛି, ଲାଗିଲେ ପଛରେ ଦେବି। ଭଲ ଭାବରେ ଏଇଭଳି ଭାବରେ କିନ୍ତୁ ଚକଟି ନେବାକୁ ହେବ, ଯେମିତିକି ଟିକେ ବି ଲମ୍ସ ନ ରହିବ। ଏବେ ଦେଖନ୍ତୁ ଚାଉଳ ଭଲ ଭାବରେ ମୁଁ ଗୋଳେଇ ନେଇଛି। ଆଉ ଆର ଘନତ୍ୱଟା ଦେଖନ୍ତୁ, ମୁଁ ଟିକେ ଦେଖେଇ ଦେଉଛି। ଚାମଚର ଏଇ ପଛ ସାଇଡ଼୍ରେ ଗୋଟେ ପତଳା ଲେୟର ଟାଇପ୍ର ହିଁ ଲାଗୁଛି। ଠିକ୍ ଏଇଭଳି ଭାବରେ ହିଁ ପାଟିସାପଟା ପାଇଁ ଏ ଆଣଟା ହିଁ ହେବ। ଏବେ ଆଧିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣ। ଆଉ ଟିକେ ଲାଗିବ, ଅଳ୍ପ ଟିକେ। ବେଶ ଭଲ ଭାବରେ ଗୋଳେଇ ନେବା। ଏ କିନ୍ତୁ ପିଠା ପାଇଁ ଏକଦମ ରେଡ଼ି ହେଇଗଲାଣି। ଏବେ କ'ଣ କରିବା, ଗୋଟେ ଗିନାରେ 1.5 ଚାମଚ ବାହାର କରିନେବି। ଏବେ ଆଧରେ ଅରେଞ୍ଜ ଫୁଡ୍ କଲର୍ ଅଳ୍ପ ଟିକେ ପକାଇ ନେବି। ଯେହେତୁ ଆମର ସୁନ୍ଦରୀ ପାଟିସାପଟା ପିଠା ତିଆରି କରିବାର ଅଛି, ଅଳ୍ପ ଟିକେ କଲର୍ ଫୁଡ୍ କଲର୍, ଯେଉଁଟାକି ଅରେଞ୍ଜ ଫୁଡ୍ କଲର୍ ପକାଇ ନେଲେ ଭଲ ଭାବରେ ଗୋଳେଇ ନେବା। ଏ ମିଶ୍ରଣଟା ବି ଆମର ରେଡ଼ି ହେଇଗଲାଣି। ଦେଖନ୍ତୁ ସୁନ୍ଦର ଭାବରେ ଗୋଟେ କଲର୍ ଆସିଯାଇଛି। ଏବେ କ'ଣ କରିବା, ମୁଁ ଗୋଟେ ବଟଲ୍ ନେଇଛି, ସେ ବଟଲ୍ରେ ହିଁ ଢାଳି ନେବି। ରଖିନେବା ବଟଲ୍ଟା। ଏବେ ଢାଳି ନେବା। ବାସ୍ ଏ କିନ୍ତୁ ଆମର ରେଡ଼ି ହେଇଗଲାଣି ସବୁ। କେବଳ କ୍ଷୀରଟା ତିଆରି ହେବ। ଦେଖନ୍ତୁ ଆରି ଭିତରେ ଦେଖନ୍ତୁ କ୍ଷୀରଟା ଆମର ଅଧାରୁ ବେଶୀ ହେଇଗଲାଣି, ଅଳ୍ପ ସମୟ ହେବ। ଆଧିରେ ଯଦି ଟିକେ ମିଠା ଅଧିକା ପଡ଼ିଥାନ୍ତା ତ ଏଇଭଳି ଭାବରେ ଟିକେ ପତଳା ରହିଲେ ଓହ୍ଲେଇ ଆଣିଥାନ୍ତି। ଧୀରେ ଧୀରେ ବି ଦେଖନ୍ତୁ କଲର୍ ବି ଚେଞ୍ଜ ହେଇଗଲାଣି। ଆହୁରି ଶୁଖିଲା ମାନେ ଆହୁରି କଲର୍ ଚେଞ୍ଜ ହେଇଯିବ। ଏବେ ଦେଖନ୍ତୁ କଲର୍ ବି ସୁନ୍ଦର ଭାବରେ ଚେଞ୍ଜ ହେଇଗଲାଣି। ଆଉ ଇଏ ଅଲରେଡ଼ି ହେଇଗଲାଣି। ଏ ଥଣ୍ଡା ହେଇଗଲା ମାନେ ଏକଦମ ଟାଣ ହେଇଯିବ। ଆଉ ଖିରସା ପାଟିସାପଟା ମାନେ କ୍ଷୀରଟା ଟିକେ ନରମ ରହିଲେ ଭଲ ଲାଗିବ। ଏବେ ଓହ୍ଲେଇ ଆଣିବା। ସେଇ ଗ୍ୟାସ୍ରେ ବସେଇ ନେବା ତାୱାଟେ। ବସେଇ ନେଲେ ତାୱାଟା ଭଲ ଭାବରେ ଗରମ ହେଲା ପରେ 3-4 ଡ୍ରପ୍ ତେଲ ପକାଇ ନେବେ। ଏବେ ଗୋଟେ କଟନ୍ କପଡ଼ା ସାହାଯ୍ୟରେ ଏକ୍ସଟ୍ରା ତେଲଟାକୁ ଭଲ ଭାବରେ ପୋଛି ନେବା। ମୁଁ ଏଇ କପଡ଼ାଟାକୁ ଟିକେ ଓଦା କରି ନେଇଥିଲି। ଭଲ ଭାବରେ ପୋଛି ନେବି ଏଇଭଳି ଭାବରେ। ଆଉ ଚାରିକଡ଼ ଯାକ ଭଲ ଭାବରେ ତେଲଟା ଲାଗି ହେଇଯିବ। କିଛି ସମୟ ପରେ ଅପେକ୍ଷା କରିବି, ତାୱାଟା ଭଲ ଭାବରେ ତାତିଲା ପର୍ଯ୍ୟନ୍ତ। ଏବେ ଦେଖନ୍ତୁ ତାୱାରୁ କିନ୍ତୁ ଧୂଆଁ ଉଠିଲାଣି। ଏବେ ହାଲକା ଟିକେ ତେଲକୁ କ'ଣ କରିବା, ଏଇଭଳି ଭାବରେ ଟିକେ ଛିଟକେଇ ନେବା।
ते पिठाटा किंतु सुंदर भाବରେ उठिବ। ବେଶ୍ ହେଇଗଲାଣି। ଏବେ ଯେଉଁ ବଟଲରେ ମୁଁ ଆଣଟା ରଖିଥିଲି ଏଇଭଳି ଭାବରେ ଗୋଟେ ଡିଜାଇନ୍ ମୁଁ ଦେଇଦେଉଛି। ଫାଷ୍ଟ ପିଠାଟା କିନ୍ତୁ ଏତେଟା ଭଲ ହେବନି, ସେକେଣ୍ଡ ପିଠା ବେଳକୁ କିନ୍ତୁ ଭଲ ହେବ। ଯେକୌଣସି ପିଠା ଫାଷ୍ଟ କିନ୍ତୁ ଟିକେ ଖରାପ ହେଇଯିବ, କାହିଁକି ନା ତାୱାଟା ଠିକ୍ସେ ଯଦି ଗରମ ହେବ ତ ପିଠାଟା ଭଲ ଭାବରେ ଉଠିବ, ଆଉ ଯଦି ତାୱାଟା ଠିକ୍ସେ ଗରମ ନାହିଁ ତ ପିଠାଟା ଉଠିବନି। ଦେଖନ୍ତୁ ଆରି ଉପରେ କିନ୍ତୁ ମୁଁ ଗୋଟେ ଚାମଚ ଆଉ ଅଳ୍ପ ଟିକେ ଆଣକୁ ଦେଇଦେଲି, ତାପରେ ଏଇଭଳି ଭାବରେ ଟିକେ ରାଉଣ୍ଡ କରିନେଉଛି। ଏ କିନ୍ତୁ ଟିକେ ମୋଟା ହେଇଗଲାଣି, ଯେହେତୁ ଫାଷ୍ଟ ପିଠା ମୁଁ ମାନେ ପ୍ରଥମରୁ ହିଁ କହିଛି ଫାଷ୍ଟ ପିଠାଟା ଟିକେ ଭଲ ହେବନି। ଏବେ ହାଲକା ଟିକେ ତେଲକୁ ଉପରେ ଏଇଭଳି ଭାବରେ ଲଗେଇ ନେବେ। ଏବେ ଯେଉଁ କ୍ଷୀର ମୁଁ ତିଆରି କରିଥିଲି ଏଇଭଳି ଭାବରେ ଗୋଟେ ସାଇଡ଼ରେ ଦେଇଦେବା। କ୍ଷୀରଟା କିନ୍ତୁ ଟିକେ ଅଧିକା ଦେବାକୁ ହେବ, ଯେହେତୁ କ୍ଷୀରସା ପାଟିସାପଟା, ଆଉ କ୍ଷୀର ଟିକେ ଭଲ ହେଲେ ପାଟିସାପଟାଟା ଖାଇବାକୁ କିନ୍ତୁ ବହୁତ ସୁନ୍ଦର ଲାଗେ। ଏବେ ଗୋଟେ ସାଇଡ଼ରୁ ଉଠେଇ ନେବା, ଛାଡ଼ୁନି, ସାଇଡ଼ରୁ ଏଇଭଳି ଭାବରେ ଟିକେ ଉଠେଇ ନେବା। ଫାଷ୍ଟ ପିଠା ତାୱାଟା ଠିକ୍ସେ ଗରମ ହେଇନି ବା ଯାହା ବା ହଉ, ଫାଷ୍ଟ ପିଠାଟା କିନ୍ତୁ ଏଇଭଳି ଭାବରେ ଟିକେ ହେଇଯିବ, ତାପରେ କିନ୍ତୁ ସବୁ ପିଠା ଭଲ ହେବ। ତାପରେ ଏଇଭଳି ଭାବରେ ମୋଡ଼ି ନେବା। ତାପରେ କିଛି ସେକେଣ୍ଡ ପାଇଁ ଦୁଇ ସାଇଡ଼ ଭଲ ଭାବରେ ଟିକେ ଭାଜି ନେବା। ହାଲକା ଟିକେ ତେଲକୁ ମଧ୍ୟ ପକାଇ ନେଇଛେ। ଦେଖନ୍ତୁ ଏ ରେଡ଼ି ହେଇଗଲାଣି। ଏବେ ଉଠେଇ ନେବା। ଆଉ ଗୋଟେ ପିଠା ତିଆରି କରି ଦେଖାଉଛି। ଦେଖନ୍ତୁ ସମାନ ଭାବରେ ଏଇଭଳି ଭାବରେ ଗୋଟେ ଡିଜାଇନ୍ କରିନେଲେ। ଏବେ ଆଦେହରେ ଗୋଟେ ଚାମଚ, ବେଶୀ ଦେବିନି, ଫାଷ୍ଟ ପିଠାଟା କିନ୍ତୁ ମୋଟା ହେଇଯାଇଛି, ଗୋଟେ ଚାମଚ ଦେଲି। ଏବେ ଭଲ ଭାବରେ ଏଇଭଳି ଭାବରେ ରାଉଣ୍ଡ କରିନେବା। ବେଶ୍ କିନ୍ତୁ ହେଇଗଲାଣି। ଏବେ କିଛି ସମୟ ପରେ ଟିକେ ତେଲକୁ ଉପରେ ଦେଇଦେବି, ତାପରେ କ୍ଷୀରକୁ ଦେଇଦେବା। এই ପିଠାଟା ଖାଇବାକୁ ଏତେଟା ସୁନ୍ଦର ଟେଷ୍ଟ ଲାଗେ। ଶୀତ ଆସିଲା ମାନେ ଏଇ ପିଠା କିନ୍ତୁ ସମସ୍ତଙ୍କ ଘରେ ଖୋଜା ଚାଲେ, ଆଉ ପ୍ରତ୍ୟେକ ବଙ୍ଗାଳୀ ଘରେ এই ଖିରସା ପାଟିସାପଟା এই ଶୀତ ସିଜନରେ ହିଁ ସମସ୍ତଙ୍କ ଘରେ କିନ୍ତୁ କମ୍ ବେଶୀ ହିଁ ତିଆରି ହୁଏ। ତ ଏଇଭଳି ଭାବରେ ଗୋଟେ ଡିଜାଇନର ପିଠା ଘରେ ବନାନ୍ତୁ, ଆଉ ପିଲାମାନଙ୍କୁ ଖାଇବାକୁ ଦିଅନ୍ତୁ। ଦେଖନ୍ତୁ, ଦେଖିବେ ପିଲାମାନେ ମଧ୍ୟ ଖାଇକିରି ବହୁତ ସୁନ୍ଦର ମାନେ ଖୁସି ହେବେ। ଯେହେତୁ ବହୁତ ଗୋଟେ ଡିଜାଇନ୍, ଗୋଟେ ସୁନ୍ଦର ଡିଜାଇନ୍ ବି ମଧ୍ୟ ଦେଖାଯାଉଛି। ଦେଖନ୍ତୁ ବହୁତ କିନ୍ତୁ ସୁନ୍ଦର ବନିଛି। ତ এইଭଳି ଭାବରେ ସବୁଯାକ ପିଠାକୁ ଆଗ ତିଆରି କରିନେବି। ଫାଷ୍ଟ ପିଠାଟା କିନ୍ତୁ ଖରାପ ହେଇଥିଲା, ସେକେଣ୍ଡ ବେଳକୁ କିନ୍ତୁ ଆଉ ଜମା ବି ଖରାପ ହେଇନି, ଆଉ ପତଳା ପତଳା ହେଉଛି। ଆଉ ଏଇ ଯେଉଁ ଖିରସା ପାଟିସାପଟାଟା ଯେତେ ପତଳା ହେବ ଖାଇବାକୁ କିନ୍ତୁ ସେତେଟା ଟେଷ୍ଟ ଲାଗିବ। ଦେଖନ୍ତୁ ଏକଦମ ପତଳା। ସମାନ ଭାବରେ କ୍ଷୀର ବି ଦେଇଦେବି। ବେଶ ଟିକେ ଅଧିକା ହେଲେ କିନ୍ତୁ ଭଲ ଲାଗିବ। ଆଉ এইଭଳି ଭାବରେ ଥରେ ପିଠା ତିଆରି କରି ନିଜେ ଖାଇବା ସହିତ ସମସ୍ତଙ୍କୁ ଖୁଆନ୍ତୁ, ଦେଖିବେ ସମସ୍ତେ ମଧ୍ୟ ବହୁତ ଖୁସି ହେଇଯିବେ। ଦେଖନ୍ତୁ କେତେ ସୁନ୍ଦର ଭାବରେ, ମାନେ ଗୋଟେ ବି କିଛି ବି ମାନେ ନା ଭାଙ୍ଗିଛି ନା ବି ଟିକେ ଛିଣ୍ଡିଛି, ସୁନ୍ଦର ଭାବରେ କିନ୍ତୁ ପିଠା ସବୁଯାକ ମୁଁ ଭାଜି ଆଣିଲି। ଆରି ଭିତରେ ଦେଖନ୍ତୁ ଗୋଟେ ବି କିଛି ହେଇନି। ଫାଷ୍ଟ ପିଠାଟା ଟିକେ ମୋଟା ହେଇଯାଇଛି, ଆଉ ଟିକେ ବଡ଼ ସାଇଜର ହେଇଯାଇଛି, ଆଉ ନହେଲେ ସବୁ ପିଠା ଦେଖନ୍ତୁ ବହୁତ କିନ୍ତୁ ସୁନ୍ଦର ବନିଛି, ଆଉ କେତେଟା ଲୋଭନୀୟ ହେଇଛି ପିଠା। ଦେଖନ୍ତୁ ବାସ୍ନାଟା ବି ମଧ୍ୟ ବହୁତ ସୁନ୍ଦର ଆସୁଛି, ଯେହେତୁ କ୍ଷୀରରେ ତିଆରି ହେଇଛି ପିଠା, କେତେଟା ସୁନ୍ଦର ବନିଛି ଦେଖନ୍ତୁ। ଏବେ ଗୋଟେ ମୁଁ ଭାଙ୍ଗିକିରି ମଧ୍ୟ ଦେଖେଇବି। ଦେଖନ୍ତୁ ଆଉ କେତେଟା ନରମ ବନିଛି, ଦେଖନ୍ତୁ ଏକଦମ ଜାଲିଦାର ବି ବନିଛି, ଆଉ ଦେଖନ୍ତୁ ବହୁତ କିନ୍ତୁ ନରମ। ଏବେ ଭାଙ୍ଗିକିରି ଦେଖାଉଛି ପିଠାଟା କେତେଟା ସଫ୍ଟ ବନେଇଛି। ଦେଖନ୍ତୁ ଆରାମସେ କିନ୍ତୁ ଛିଣ୍ଡି ଯାଉଛି। ପିଠାଟା ଏତେଟା ନରମ, ମାନେ ନ ଖାଇଲେ ବି ଜାଣିପାରିବେନି। ଥରେ ହେଲେ ବି ଏଇଭଳି ଭାବରେ ଖିରସା ପାଟିସାପଟା ଘରେ ତିଆରି କରନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ନିଜେ ବି ଖାଆନ୍ତୁ। ଖାଇସାରିଲା ପରେ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଦେଖନ୍ତୁ କେତେ ସୁନ୍ଦର ଭାବରେ এই ଖିରସା ପାଟିସାପଟା କିନ୍ତୁ ଆମର ରେଡ଼ି ହେଇଗଲାଣି। ଏହାକୁ କ୍ଷୀରରେ ବି ମଧ୍ୟ ତିଆରି କରିପାରିବେ, ନହେଲେ କେବଳ ନଡ଼ିଆ ପୁରରେ ବି ତିଆରି କରିପାରିବେ। ଆଉ ଏ ପିଠା ତିଆରି କରିବା ଏକଦମ ସହଜ, ଆଧିରେ କିନ୍ତୁ କିଛି ବି ଝାମେଲା ନାହିଁ। ତ ଏ କିନ୍ତୁ ଆମର ପ୍ରସ୍ତୁତ ହୋଇଗଲା ଆଜିର ସୁନ୍ଦରୀ ଖିରସା ପାଟିସାପଟା ପିଠା ରେସିପି।
ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିବେ। ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ଫେସବୁକ୍ ପେଜରେ ଦେଖୁଥିଲେ ପେଜଟିକୁ ନିଶ୍ଚୟ ଫଲୋ କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଦେଖାହେବ ଆଉ ଏକ ନୂଆ ଭିଡ଼ିଓରେ। ନମସ୍କାର।